ଆକାଶରୁ ବର୍ଷୁଛି ନିଆଁ। ଆସନ୍ତା 4 ଦିନ ଭୟଙ୍କର ଖରା। ତାତି ଅଣାୟତ୍ତ ହେଲାଣି। ନିଆଁ ବର୍ଷୁଛି। ତତଲା ହାୱା ଝାସ ପୋଡ଼ି ପକାଉଛି। ଆସନ୍ତା 4 ଦିନ ଭୟଙ୍କର ତାତିରୁ ଆଶ୍ୱସ୍ତି ମିଳିବାର ଆଶା ନାହିଁ। କିନ୍ତୁ 30ରୁ ତାତି ସାମାନ୍ୟ କମିପାରେ। ପ୍ରାୟ 2ରୁ 3 ଡିଗ୍ରୀ କମିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଶନିବାର ଠାରୁ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଅଛି। 1 ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରେ ବର୍ଷା ହୋଇପାରେ। ମଙ୍ଗଳବାର ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିପାରେ। ରାତି ବେଳା ବି ତାତି ଅଧିକ ରହିବ। ଏହି 3 ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଶିଶୁ, ବରିଷ୍ଠ ନାଗରିକ, ଅସୁସ୍ଥ ଓ ଗର୍ଭବତୀଙ୍କୁ ଖରାରେ ବାହାରୁ ନ ଆସିବାକୁ ପରାମର୍ଶ ଦିଆଯାଇଛି। ଝାରସୁଗୁଡ଼ା, ସୋନପୁର, ନୂଆପଡ଼ା ଓ କଳାହାଣ୍ଡି ପାଇଁ ଅରେଞ୍ଜ ସତର୍କତା ଦିଆଯାଇଛି। 29 ଯାଏଁ ପଶ୍ଚିମ ଓଡ଼ିଶାର ସବୁଠି ତାତି 45ରୁ 46 ଡିଗ୍ରୀ ପାଖାପାଖି ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସୋମବାର ବୌଦ୍ଧରେ ତାପମାତ୍ରା ସର୍ବାଧିକ 45.9 ଡିଗ୍ରୀ ରେକର୍ଡ ହୋଇଥିଲା। ସହରର ତାପମାତ୍ରା 43 ଡିଗ୍ରୀ ଉପରେ ରହିଛି। ଟିଟଲାଗଡ଼ରେ 45.5, ଝାରସୁଗୁଡ଼ାରେ 44.4, ବଲାଙ୍ଗୀରରେ 44.2, ନୂଆପଡ଼ା ଓ ଭବାନୀପାଟଣାରେ 44.5, ସମ୍ବଲପୁର ଓ ବଲାଙ୍ଗୀରରେ 44.2, ହୀରାକୁଦରେ 43.2 ଓ ସୋନପୁରରେ 43 ଡିଗ୍ରୀ ରେକର୍ଡ ହୋଇଛି। ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ତାପମାତ୍ରା କମ୍ ଥିଲେ ମଧ୍ୟ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିଲା। ସୋମବାର ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଆସନ୍ତା 2ରୁ 3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ଆରବ ସାଗରରେ, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ସମେତ ଆଣ୍ଡାମାନ ସାଗର ବାକି ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବ୍ୟୁରୋ ରିପୋର୍ଟ, ONT ନ୍ୟୁଜ୍।